ମୁଁ କଣ୍ଟ୍ରାକ୍ଟର ଆସୋସିଏସନ ତରଫରୁ ମୁଁ କାମ ବନ୍ଦ କରିଛି, କାମ ବି ବନ୍ଦ ରହିବ। ଆଜ୍ଞା 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 ନାଇଁ ନାଇଁ ଆଜ୍ଞା ଏବେ ସବୁ ଲୋକ ସବୁ ରହିଥିଲେ ଯେହେତୁ ଏବେ ବାହାର କରିଦେଉଛି ଲୋକଙ୍କୁ, ଟୋଟାଲ କାମ ବନ୍ଦ ରହିବ ଅନିର୍ଦ୍ଦିଷ୍ଟ କାଳ ପାଇଁ। ଜାଣିନଥିଲୁ ଏପାଇଁ କାମ ହଉଥିଲା, କାର୍ଯ୍ୟ ଚାଲୁ ରଖିଛନ୍ତି। ଆମେ ପୁରା ଜାଣିନଥିଲୁ ବୋଲି ଚାଲିଥିଲା, ଆମେ ତ ଏବେ ବର୍ତ୍ତମାନ ଜାଣିଲୁ ନା। ଏବେ ପେପର ଟିଭିରେ ବାହାରିଛି ସାର୍, ହଜାର ନାଇଁ ପେପରରେ ଆମେ ଜାଣିପାରୁ ସତ କଥା କେହି କେବେ ବି ଡିସ୍କସ ବି ଆମ ସାଇଟରେ ଏମିତି ହେଇନି। କଣ୍ଟ୍ରାକ୍ଟର ସଂଘର ଦାବି ମାନୁଛନ୍ତି ଯାହା କହୁଛନ୍ତି ଆମେ ଶୁଣିଲୁ ଜାଣିଲୁ, ଆମେ କାହିଁ ତାଙ୍କ ଏଗେନ୍ଷ୍ଟରେ ଯିବୁ? ସମସ୍ତଙ୍କ ଜାତି ତ ଗୋଟେ, ସମସ୍ତେ କଣ୍ଟ୍ରାକ୍ଟର। ମୁଁ କଣ୍ଟ୍ରାକ୍ଟ ଆସୋସିଏସନ ଜଣେ ମେମ୍ବର। ଆଉ ଆମର ଏଇ ଯୋଉ ଦାବି, ଆମେ ଏ ପ୍ରକାର ଦାବି ପ୍ରାୟ 10 ବର୍ଷ ହେଲାଣି କରି ଆସିଛୁ। ସରକାର ଆମ କଥା କିଛି ମାନୁନାହାନ୍ତି। ଯାହା ଟେଣ୍ଡର ହଉଛି ସବୁ କେମିତି ବାହାର ଲୋକ ଏଠି କାମ ପାଇବେ, ସେଥିପାଇଁ ତାଙ୍କର ପ୍ରଚେଷ୍ଟା ଚାଲିଛି। ଏ ଓଡ଼ିଶାର କଣ୍ଟ୍ରାକ୍ଟର ଆଜି ପର୍ଯ୍ୟନ୍ତ କାମ କରିକି ପଇସା ପାଉନାହାନ୍ତି। ଆଉ ସରକାରକୁ ଆମେ ବାରମ୍ବାର ବିନତ ଅନୁରୋଧ କରିବା ସତ୍ତ୍ୱେ ବି ଆମ କଥା ସେ ଶୁଣୁନାହାନ୍ତି। ଆଉ ଏତିକି ମୋର କହିବାର କଥା ଅଛି, ଆମ ମାନଙ୍କୁ ଆମ ନ୍ୟାଯ୍ୟ ଦାବି ପୂରଣ କରାଯାଉ। ତା ନହେଲେ ଆସନ୍ତା ବିଗତ ଦିନରେ ଆମେ ଚକାଜାମ କରିବୁ, ଟୋଟାଲ ଓଡ଼ିଶା ବନ୍ଦ କରିବୁ। ଓଡ଼ିଶାରେ କୌଣସି କାର୍ଯ୍ୟ କଣ୍ଟ୍ରାକ୍ଟ କାମ କିମ୍ବା କୌଣସି ନିର୍ମାଣ କାର୍ଯ୍ୟ କରିଦେବୁ ନାହିଁ। ଆମେ ଆସିଛୁ ଶାନ୍ତିପୂର୍ଣ୍ଣ ଭାବରେ, ହାତ ଯୋଡ଼ିକି ସମସ୍ତେ କହିବୁ ଆମର କାର୍ଯ୍ୟ ବନ୍ଦ କରନ୍ତୁ। କାର୍ଯ୍ୟ ବନ୍ଦ କଲେ ଆମର ସବୁ ସଫଳ ହବ। ଆଉ 10 ବର୍ଷ ହେଲାଣି ଆମକୁ ଯୋଉ ଗୋଡେଇକି କାମ ଆମେ କରି ଆସୁଛୁ, ଆମ କଥା ଶୁଣୁନାହାନ୍ତି। ଆମକୁ ସେଥିପାଇଁ ସରକାରକୁ ଆମ ବିନୋଦ ଅନୁରୋଧ କରୁଛୁ, ଆମ ଦାବି ପୂରଣ କରନ୍ତୁ। ନା ଦେଖ 2019ରେ ଯେମିତି ହେଇଥିଲା ରାଜ୍ୟବ୍ୟାପୀ କାମ ବନ୍ଦ ପାଇଁ ଆନ୍ଦୋଳନ ହେଇଥିଲା, କାଲିଠାରୁ ଆମେ ସେଇଟା ଡାକରା ଦେଇଛୁ ସାରା ରାଜ୍ୟରେ କାମ ବନ୍ଦ ଆନ୍ଦୋଳନ। ଯେହେତୁ ଆମେ ଦେଖିଲୁ ନିର୍ମାଣ ସୌଧରେ କି ପାଖରେ ଏମଏଲଏ କଲୋନୀରେ କାମ ହଉଛି, ସେ ବି ଗୋଟେ ଆମର ବାହାର କଣ୍ଟ୍ରାକ୍ଟର, ଦିଲ୍ଲୀର କଣ୍ଟ୍ରାକ୍ଟର, ସିଏ ଆସିକି ଆମ କଥା ନ ମାନିକି କାମ କରୁଛି। ସେଥିପାଇଁ ଆମେ ଆସିଥିଲୁ ଏଠି କାମ ବନ୍ଦ କଲୁ। ଆଉ ତାଙ୍କୁ କହିଛୁ ଯଦି କାମ ବନ୍ଦ ଆମେ ଆସୋସିଏସନ କହିଲା ପରେ ବି ନ ମାନିବେ, ଯେହେତୁ ସେମାନେ କହିଛନ୍ତି ଆମେ ଆସୋସିଏସନ କଥା ମାନିବୁ, ସେଥିପାଇଁ ଆମେ ପ୍ରଥମ ୱାର୍ଣ୍ଣିଂ ଦେଇକି ପଳଉଛୁ। ସେକେଣ୍ଡ ଟାଇମ୍ ଆମେ ଦେଖିବୁ ଯଦି କାମ ବନ୍ଦ ନ କରିକି କାମ କରୁଛନ୍ତି, ତାପରେ ଆମ ଆସୋସିଏସନ ଯାହା ପଦକ୍ଷେପ ନେବେ ସେମାନେ ଦେଖିବେ। ନାଇଁ ଆମର କାଲି ଆମ 7 ଜଣିଆ ଟିମ୍ ଡାକିଥିଲେ, ୱାର୍କ ସେକ୍ରେଟାରୀ ଡାକିକି ତାଙ୍କର ମିଟିଂରେ କହିଥିଲେ, କିନ୍ତୁ ଆମକୁ ସେମିତି ଖାଲି ଆଶ୍ୱାସନା ଦେଇଥିଲେ ଯେ ତମ କଥା ଆମେ ବିଚାର କରିବୁ। ତ ଆମର ଆସୋସିଏସନ କହିଛି ଯୋଉ ପର୍ଯ୍ୟନ୍ତ ଆମର କଥା ବିଚାର କରିକି ଆମକୁ ହାତରେ କାଗଜ ନ ଆସିଛି, ସାରା ରାଜ୍ୟରେ କାମ ବନ୍ଦ ହବ। ତ ସେଇଥିପାଇଁ ଆମେ ଆଜିଠାରୁ ସବୁ ଜିଲ୍ଲାରେ ସବୁ କାମ ବନ୍ଦ ହେଲାଣି। ଭୁବନେଶ୍ୱରରେ ବି ଯୋଉ କାମ ସବୁ ହଉଛି ଆମେ ସବୁ ବନ୍ଦ କରୁଛୁ। ସରକାରୀ ଦପ୍ତର ଆମେ ବନ୍ଦ କରୁନୁ, ସରକାରୀ ଦପ୍ତରରେ ଯୋଉ ଠିକା କାମ କରୁଛନ୍ତି ଯୋଉ ଲୋକମାନେ, ତାଙ୍କୁ ଆମେ ବନ୍ଦ କରୁଛୁ। ଯୋଉ ପର୍ଯ୍ୟନ୍ତ ଆମ ଦାବି ପୂରଣ ହେଇନି ସେ ପର୍ଯ୍ୟନ୍ତ ଏଇ କାମ ବନ୍ଦ ରହିବ। ପୁରା ଦେଖାଯାଉ, ଆମେ ତ ଭାବୁଛୁ ସରକାରଙ୍କ ଉପରେ ନିଶ୍ଚୟ ପ୍ରଭାବ ପଡିବ। ଆସନ୍ତା ମାସ ମାର୍ଚ୍ଚ ମାସ ଇୟର ଏଣ୍ଡିଂ ସରକାରଙ୍କ ଫାଇନାନ୍ସିଆଲ ଏକ୍ସପେଣ୍ଡିଚର ଦେଖିବାର ଅଛି। ତ ଯଦି ଆମେ କାମ ବନ୍ଦ କରିବୁ, ସରକାର ନିଶ୍ଚୟ ଆମେ ଭାବୁଛୁ ଆମ କଥା ମାନିବେ।